ନମସ୍କାର। ଆଜି ଶୁକ୍ରବାର ମାର୍ଚ୍ଚ 27 ତାରିଖର ଶୁଣିବା ରାଶିଫଳ। ମେଷ, ଶୁଭ ଗ୍ରହ ତୃତୀୟସ୍ଥ ଯୋଗୁଁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା ସରକାରୀ କର୍ମଚାରୀଙ୍କୁ ସାକ୍ଷାତ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ଶୁକ୍ରଙ୍କ ସୁପ୍ରଭାବରୁ ମାନସିକ ସ୍ଥିତି ଭଲ ରହିବା ସହ ଅଭିଳଷିତ ଫଳ ପାଇବେ। ବନ୍ଧୁଗଣରେ ମନୋରଞ୍ଜନର ମଉକା ଜୁଟିବ। ବୃଷ, ଚତୁର୍ଥସ୍ଥ କେତୁଙ୍କ ଯୋଗୁଁ ପରିବାରରେ ପ୍ରତିକ୍ରିୟା ପ୍ରକାଶ କଲେ ଓଲଟା ଫଳ ପାଇବେ। ଧନାଧିପତି ବୁଧ ପାପଗ୍ରହ କବଳରେ ପୀଡ଼ିତ ଥିବାରୁ ଧନହାନି ସୂଚନା ରହିଛି। ବନ୍ଧୁ ପ୍ରତିଶ୍ରୁତି ରକ୍ଷା କରି ଠିକ୍ ସମୟରେ ଆସି ଆପଣଙ୍କୁ ସାହାଯ୍ୟ କରିବେ। ଅସମର୍ଥିତ ସୂତ୍ରରୁ ଭୁଲ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ମିଥୁନ, କର୍ମାଧିପତି ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରିଥିବାରୁ ଆଜି କୌଣସି କାମ ସମ୍ପୂର୍ଣ୍ଣ ହେବ ନାହିଁ। ଆତ୍ମୀୟଙ୍କ ସହଯୋଗରୁ ଅର୍ଥ ଓ ସମ୍ମାନ ପାଇବେ। କାର୍ଯ୍ୟଦକ୍ଷତା ହେତୁ ସାମାଜିକ ସମ୍ମାନ ବୃଦ୍ଧି ସହ ବନ୍ଧୁ ଗହଣରେ ପ୍ରଶଂସିତ ହେବେ। ସପ୍ତମାଧିପତି ସପ୍ତମକୁ ଅବଲୋକନ କରୁଥିବାରୁ ବାଣିଜ୍ୟ ଯାତ୍ରାରୁ ଅଭିଳଷିତ ଫଳ ପାଇବେ। କର୍କଟ, ଧନାଧିପତି ଧନସ୍ଥାନରୁ ଅଷ୍ଟମସ୍ଥ ଯୋଗୁଁ ଅର୍ଥନୈତିକ ସ୍ଥିତି ଦୁର୍ବଳ ରହିବା ସହ ସମସ୍ୟାଯୁକ୍ତ ହେବ। ସକାଳୁ ଶୁଭ ଖବର କିମ୍ବା ମୂଲ୍ୟବାନ ଜିନିଷ ପ୍ରାପ୍ତିରେ ଆନନ୍ଦ ଅନୁଭବ କରିବେ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ବିବାଦର ସୂତ୍ରପାତ ହେବ। କାହାରି କଥାରେ ପ୍ରଭାବିତ ହୋଇ କାମ କଲେ ମନ୍ଦ ଫଳ ଭୋଗି ପାରନ୍ତି। ସିଂହ, କର୍ମାଧିପତି ଶୁକ୍ର ଭାଗ୍ୟସ୍ଥାନରେ ଅବସ୍ଥାନ କରୁଥିବାରୁ କର୍ମ ସମୂହକୁ ଅଗ୍ରାଧିକାର ଭିତରେ ସମ୍ପନ୍ନ କରିବେ। ଆତ୍ମୀୟ କିମ୍ବା ହିତୈଷୀଙ୍କ ସହଯୋଗରୁ ସମସ୍ୟା ସମାଧାନ ହେବ। ସ୍ତ୍ରୀ କିମ୍ବା ବୟସ୍କ ବ୍ୟକ୍ତିଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି। ବୈଷୟିକ ଅଭିବୃଦ୍ଧି ସଙ୍ଗକୁ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନରେ ସଫଳତା ହାସଲ କରିପାରନ୍ତି। କନ୍ୟା, ଧନାଧିପତି ଶୁକ୍ର ସ୍ୱଭାବକୁ ଦେଖୁଥିବାରୁ ଅର୍ଥପ୍ରାପ୍ତି ସଙ୍ଗକୁ ଅଭିଳଷିତ କାମ ସମ୍ପନ୍ନ କରିବେ। ରପ୍ତାନି ବାଣିଜ୍ୟ କ୍ରୀଡ଼ା ବିବାଦୀୟ ଅର୍ଥପ୍ରାପ୍ତି ପାଇଁ ଚେଷ୍ଟା ଅବ୍ୟାହତ ରଖିପାରନ୍ତି। କର୍ମକ୍ଷେତ୍ରରେ ଅଜଣା ଆଗନ୍ତୁକ ଆକସ୍ମିକ ଆବିର୍ଭାବ ପରିବେଶକୁ ଏପଟ ସେପଟ କରିଦେବ। ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହୋଇପାରନ୍ତି। ତୁଳା, ଭାଗ୍ୟଭାବସ୍ଥ ଗୁରୁଙ୍କ ସହ ଚନ୍ଦ୍ରଙ୍କ ସମ୍ବନ୍ଧ କୌଣସି ଆନୁଷ୍ଠାନିକ କାମରେ ଅନୁପ୍ରବେଶ କରାଇବ। ଦୀର୍ଘ ଦିନରୁ ପରିକଳ୍ପିତ ନୂତନ ଯୋଜନାଟିକୁ ଆଜି ଆରମ୍ଭ କରିବେ। ଘର ଲୋକଙ୍କ କାମରେ ଅସନ୍ତୁଷ୍ଟ ହେଲେ ସୁଦ୍ଧା ଫାଟି ପିଟକର ରାସ୍ତା ରହିବ ନାହିଁ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ବିଛା, କୋଣଭାବସ୍ଥ ଶନିଙ୍କ ପ୍ରଭାବରେ କୌଣସି କାମ ଆରମ୍ଭ କରି ପରକ୍ଷଣରେ ଅନୁତାପ କରିପାରନ୍ତି। ହାତରେ ବହୁତ କାମ ରହିଥିଲେ ମଧ୍ୟ କୌଣସିଟା ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ। ବନ୍ଧୁଟି ସ୍ୱାର୍ଥବାଦୀ ହେବାର ଲକ୍ଷ୍ୟ କରି ବ୍ୟଥିତ ହେବେ। ନୂତନ ଯୋଜନା ବାଣିଜ୍ୟ ମାଙ୍ଗଳିକ କାମ ବନ୍ଧୁ ସମ୍ପର୍କରେ କିଛି ନୂତନତ୍ୱ ଅନୁଭବ କରିବେ। ଧନୁ, ବନ୍ଧୁଙ୍କ ସହଯୋଗରେ ସୌଖିନୀ ଜିନିଷ ଲାଭ କରି ଖୁସି ହେବେ। ଶନିଙ୍କ ସ୍ଥିତିଜନିତ ଘରର ଅପ୍ରକାଶ୍ୟ ଘଟଣା ଶୁଣି ଦୁଃଖିତ ହେବେ। ଶନି କ୍ଷେତ୍ରସ୍ଥ ବୁଧ ହେତୁ ନୂତନ କାମରେ ପ୍ରତିବନ୍ଧକ ଲାଗି ରହିବା ଯୋଗୁଁ ଅଗ୍ରଗତି ହୋଇପାରିବ ନାହିଁ। ଖର୍ଚ୍ଚ ବୃଦ୍ଧି ଯୋଗୁଁ ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ପଡ଼ିପାରେ। ମକର,
ଅଷ୍ଟମାଧିପତି ରାଶ୍ୟାଧିପତି ସହ ତୃତୀୟସ୍ଥ ରହିଥିବାରୁ କୌଣସି ଅସୁବିଧା ନଥାଇ ମଧ୍ୟ ଭଲ ରହିବ ନାହିଁ। ନିଜ ଚତୁଃପାର୍ଶ୍ୱସ୍ଥ ବ୍ୟକ୍ତିଙ୍କ ସନ୍ଦେହ ହେତୁ ଟେନସନ ବଢ଼ିପାରେ। ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଭାବ ଯୋଗୁଁ ବିଚଳିତ ହୋଇପାରନ୍ତି। ତଥାପି ସ୍ଥଗିତ କାମକୁ ପୁରାଦମରେ କରିବା ପାଇଁ ନିଷ୍ପତ୍ତି ନେବେ ଓ ସମ୍ପୂର୍ଣ୍ଣ କରିବାରେ ସଫଳତା ପାଇବେ। କୁମ୍ଭ, ରାହୁଙ୍କ ସହିତ ବୁଧଙ୍କ ଅବସ୍ଥିତି ଭୁଲ ନିଷ୍ପତ୍ତି ନେବା ସହ ବିବାଦୀୟ କଥା ଚିନ୍ତା କରିବା ଦିଗରେ ଅନୁପ୍ରେରିତ ହୋଇପାରନ୍ତି। ଭୁଲ କାର୍ଯ୍ୟପଦ୍ଧତି ଅନୁସରଣ କଲେ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ ବୁଝିବେ। ଆଜି ଦିନଟିରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ। କୌଣସି ନୂତନ କର୍ମାରମ୍ଭ ପାଇଁ ସହଭାଗୀଙ୍କ ସହ ଆଲୋଚନା କଲେ ଉପକୃତ ହେବେ। ମୀନ, ଆଜିର ଗ୍ରହ ସ୍ଥିତି ଏହିପରି ଯେ ଆପଣ ଯେମିତି ଚିନ୍ତା କରୁଛନ୍ତି ଠିକ୍ ସେହିପରି ହିଁ ସମ୍ପନ୍ନ ହେବ। କିନ୍ତୁ ପଛରେ କହୁଥିବା ଲୋକମାନେ କହୁଥିବେ ସେ କଥା ମନକୁ ଆଣିଲେ ଆଗକୁ ବଢ଼ିପାରିବେ ନାହିଁ। ନୀତିବିହୀନ ସମ୍ପର୍କକୁ କେନ୍ଦ୍ର କରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ନାୟୁବିକା ଦୁର୍ବଳତା ଅନୁଭବ କରିପାରନ୍ତି। ନମସ୍କାର।